হে তুম জয় সর্বত্র রে। আসিল তুমে শান্তি হই ধরারে, হেউ প্রভু হে তুম জয় সর্বত্র রে। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବୋତ୍ତମ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 11 ପଦରେ ଆମମାନେ ଏହିପରି ପାଠ କରୁ, ଆଉ ରେ କଫରନାହୁମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ। କାରଣ ତୋ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା। ଏହି ପୃଥିବୀରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସମୟରେ ଇସ୍ରାଏଲର ଗାଲିଲି ଅଞ୍ଚଳରେ କୋରାଜିନ୍, ବେଥସାଇଦା ଓ କଫରନାହୁମ ଓ ତିବିରିଆ ନାମକ 4ଟି ବହୁ ପ୍ରଚଳିତ ନଗର ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ କୋରାଜିନ୍, ବେଥସାଇଦା ଓ କଫରନାହୁମ ସମ୍ବନ୍ଧରେ ଭବିଷ୍ୟତବାଣୀ କରିଥିଲେ। ଆଜି ଏହି ନଗରଗୁଡ଼ିକ ମାନଚିତ୍ରରେ ଆଉ ନାହିଁ। ଯଦିଓ କଫରନାହୁମ ନାମକ ଏକ ସହର ଆଜି ଅଛି, ତାହା ଅନ୍ୟ ଏକ ସ୍ଥାନରେ ରହିଅଛି। ମାତ୍ର ତିବିରିଆ ହିଁ ସ୍ୱସ୍ଥାନରେ ସ୍ଥିତ କରୁଅଛି। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରାହ୍ୟ କଲେ, ସେମାନଙ୍କୁ ପୃଥିବୀରୁ ମୂଳପୋଛ କରିଦିଆଗଲା। କେବଳ ନଗର ନୁହେଁ, ମାତ୍ର ତହିଁର ନିବାସୀମାନେ ମଧ୍ୟ, କାରଣ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରିବା ମନୁଷ୍ୟ ନିମନ୍ତେ ସବୁଠାରୁ ବଡ଼ ପାପ ଅଟେ। ପୁଣି ମନୁଷ୍ୟର ପାପର ଦଣ୍ଡ ହେଉଛି ନର୍କ। ମନୁଷ୍ୟକୁ ସେହି ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ ଏବଂ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆପଣ ମଧ୍ୟ ଯେପରି ତାଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନ ପ୍ରାପ୍ତ ହୁଅନ୍ତି, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।